ପୌରାଣିକ ପରେ ଚିତମ ଥାଉ ନିରନ୍ତରେ ନିରନ୍ତରେ ଚିତମର ଥାଉ ହାକୃଷ୍ଟ ବୋଲି ଜୀବ ଶୀଘ୍ର ମୋ ଜୀବନେ ଦରକାର କଲେ ଲକ୍ଷେ 2 ଲକ୍ଷ ଖଣ୍ଡେ ଟଙ୍କା ମୁଁ ଚିତ୍ରଗୁପ୍ତକୁ ଲାଞ୍ଚ ଦେଇଦେବି ନେଇଯାଅ ମୋ ଆୟୁଷକୁ ବଢେଇ ଦିଅ। ଆଚ୍ଛା ଚିତ୍ରଗୁପ୍ତରେ 51 ନମ୍ବର କାହା ପାଖରେ ଅଛି କି? ଥିଲେ କେହି ମରନ୍ତେନି ଖାଲି ଏଠି ମଣିଷ ଜଙ୍ଗଲ ହୁଅନ୍ତା। ମିଥୁନ କଣ ଶୁଣିବ କି ଏତେ ଦାୟିତ୍ୱ ମୁଁ ତାକୁ ଦଉଛି କି ଯେତିକି କାଲା ଛୋଟା କଡ଼ା କୁଦା ସବୁ ମୋରି ଭାଗ୍ୟରେ ଏଟା ଲକଡାଉନ କାଲା ଲକଡାଉନ ଶତ୍ରୁର ପରେ ବେଙ୍ଗଲ ଟାଇଗର ଇଜ ଗୁଡ୍ ଆନ୍ସର ମିଥୁନ ଚକ୍ରବର୍ତ୍ତୀ। ବେଙ୍ଗଲ ଟାଇଗର ଇଜ ଗୁଡ୍ ଆନ୍ସର ମିଥୁନ ଚକ୍ରବର୍ତ୍ତୀ। କଣ ପାଇଁ ଡାକିଥିଲ କହୁନା? ବେ ବାଲିରୁ ସାରୁ ଆଣିଲୁ ସାରୁ ଚାରୁ ହଁ ଚାରୁ ନୁହେଁ ସେ ଚାରୁଲତା ହସିଲେ ଛରଇ ଗଜମୁକୁତା ରୂପସୀ ରାଧିକା ଅଳସୀ କନ୍ୟା ହସିଦେଲେ ସେ ଉଜ୍ଜଳ ବନ୍ୟା ରାଜକୁମାରୀ ସେ ରୂପସୀ ରାଣୀ ତେରେଛେ ନଜର ତା ସରୁଚା ରାଣୀ। ଛଡ଼ା ତ 14 ପୁରୁଷର କେହି କବି କୂଳରେ ଜନ୍ମ ହେଇଥିଲେ ଭଜା ସାହିତ୍ୟକୁ ପୁରା ଫେଣ୍ଟିକି ବାଟିକି ପୁରା ଗୋଳେଇକି ପିଇ ଦେଇଛୁ ଆଉ ଖାଇଛି। ଏ ତମେ କୋଉ ଖାଇବାକୁ ଦଉଛ ମୁଁ ଖାଇବି ଯେ ତ ପତଳା କୁଛ 4 ଥର ଖାଉଛ ଏ ବାସି ରୁଟି ଖାଇଲେ ମୋ ଡାଲା ବାଜିଲାଣି ମୋ ଅବସ୍ଥା କଣ ଜାଣିଛ ନା? ଏ ଶଳା କାଲା ମୋ ପ୍ରାଣ ନବ ବାଣ ବାଜିବ ବାଜା ଫୁଟିବ ବାଣ ରୋଷଣୀ ଛଲମଲ ତୁ ସାଜିବୁ କନିଆ ଆମର ତୁ ସାଜିବୁ ଛଡ଼ା କାଲା ଏଠୁ ପଳା କଳା ଇଏ କଳା କଥା କାହିଁକି କହୁଛ ବାବୁ? କଳା ବା ମୋ ଦେହରେ ଖୁନ୍ଦି ହେଇଛି ତମ ଦେହରେ କଣ କଳା ଅଛି? ମୁଣ୍ଡା ହେଇଯିବଣି। ଏ ବାବୁ ବିଶ୍ୱାସ କରିବୁନି ଆମ ଗାଁ ଗ୍ରାମରେ ମତେ ଥରେ ଦ୍ରୌପଦୀ ପାଠ ଦେଇଦେଲେ ଏମିତି କଳା ବାହାରିଲା ପୁରା ନାଚି କୁଦି ପେଣ୍ଡାଲ ଭାଙ୍ଗିଦେବି। ଏ ବାବୁ ତମେ ଗୋଟେ କାମ କରୁନା ମହାଭାରତର ଦୁଃଶାସନ ତମେ ମୋ ଅଙ୍ଗକୁ ଟଚ୍ କରିଦିଅ ଦେଖିବ ମୋର କେମିତି କଳା ବାହାରିବ। ଆସ ଟଚ୍ କର ଆସ ଟଚ୍ କର ମାଇଚାଗ ଭଳିଆ କୁର୍ତ୍ତି ଆସ ମୋ ଅଙ୍ଗକୁ ସ୍ପର୍ଶ କରିଦେଲ ଦେବର ଦୁଃଶାସନ।
ଛୁଆ ବେଳେ ମୋ ଠାରେ ଟିକେ କଳା ଥିଲା ଆମ ଗାଁରେ ସେତେବେଳେ ଗୀତି ନାଟ୍ୟ ହଉଥିଲା। ମୁଁ ସପ୍ତମ ଅଷ୍ଟମରେ ବୋଧେ ପଢୁଥିଲି, ମାନେ ଗୀତି ନାଟ୍ୟରେ ମୋତେ ଦୁଶାସନ ରୋଲ୍ ଦେଇଥିଲେ। ଦ୍ରୌପଦୀ ରୋଲ୍ ପାଇଁ ଜଣେ ଲେଡି ଆର୍ଟିଷ୍ଟ ଆସିଥିଲା, ତାକୁ ଦେଖି ମୁହଁରେ ଟିକେ ଛୁଆବେଳେ କଥା କହୁଛି, ତାକୁ ଟାଣିକି ମୁଁ ପୁରୁଷ ସଭାକୁ ନେବା କଥା, ତାକୁ ଟାଣିକି ମୋ ଘରକୁ ନେଇଗଲି। ତାପରେ କହନା ମୋ ଅବସ୍ଥା ଚତୁର୍ମାସିଆ ହେଇଗଲା। ଘରେ ଗୀତି ନାଟ୍ୟ ଦେଖୁଥିବା ଯେତିକି ଦର୍ଶକ, ଗୀତି ନାଟ୍ୟବାଲା ସବୁ ଯାଇକି ମୋ ଘରେ ପହଞ୍ଚିଲେ। ବାପା ଥିଲେ ମୋ ଘରୁ ମୋ ଚୁଟିକି ଧରିକି ଆଣି ତାପରେ ଆଗରେ ଯୋଉ କୋରା କରିଲେ 5,000 ଟଙ୍କା ଜୋରିମାନା ଦେଲେ, ମୁଁ 5 ଦିନ ଖଣ୍ଡେ ବିଛଣାରୁ ଉଠି ପାରିବିନି। ସେଇଦିନ ଠାରୁ ମୁଁ ଆଉ କଳା ପାଖ ଯାଇନି। ଖଇନି ତମେ ଖଇନି ଖାଉଛ? କୋଉ ବ୍ରାଣ୍ଡର ଖାଉଛ ବା? ସଫଳ ଖାଉଛ ନା ବିମଳ ଖାଉଛ? ନା ନା ନା, ମୋ ପାଖରେ ରାମଛାପ ଅଛି, ଜୀବ ତଳେ ଜାକି ଦେଉ, ଝାଡା ପୁରା ସଫା ହେଇଯିବ। ସରା ଏଇଥିରେ ପିଟିକି ତ ମୁଣ୍ଡ ଫଟେଇ ଦେଇଛି। ମୋ ସାଙ୍ଗରେ ପଚାରିଲଣି? ପ୍ରତିଦିନ ସକାଳୁ ମୋ ବାପା ମଇଁଷି କ୍ଷୀର ବେଲେ ପିଇବାକୁ ଦିଅନ୍ତି। ତମେ ମଣିଷ କ୍ଷୀର ବେଲେ ପିଲେ କଣ ହବ? ମୁଁ ସକାଳୁ ବାଘ କ୍ଷୀର ସେରେ ପିଉଛି। ଖାଲି ମୋ ଗୋଡ ଖସିଗଲା ବୋଲା ଆଉ ତମ ଇଚ୍ଛା ଫଟେଇ ଦେଇଛି। ମିଥୁନ ଭିତରକୁ ଯା। ଘା ମୋର ଘା କୋଉଠି ହେଇଛି? 5 ବର୍ଷ ତଳେ ଅଜାଘରେ ଗୋଟେ ଘା ହେଇଥିଲା। ବାବୁ ଟଙ୍କା ଦେଲେ ମୁଁ ତାକୁ ଚାଞ୍ଚି ଦେବି। ଭିତରକୁ ଯା କହୁଛି, ଭିତରକୁ ଯା କହୁଛି। ସେ କଥା କଣ ଏତେ ରାଗୁଛ କାହିଁକି? ଦିଦି ବାବୁ କହିଛନ୍ତି ଯେ ସାର ଝଳ ହବ। ସାର ଝଳ ହବ? ତୁ ସକାଳୁ ସକାଳୁ କୁଆଡେ ଯାଇଥିଲୁ? ଯାଇନି, ଯିବି।